जय जगन्नाथ दर्शक बंधु मु सुस्मिता पंडा मो चैनल द हार्ट टेकर को आपण मानंकु स्वागत जनाउछि। दर्शक बंधु काहा आगु चलीगले देखला खणी से कही उठंती मो धनलो केउठु थिलु तते देखि पिंडरे प्राण पशिगला मो पेट पुरी गला लो। कौन सतरे प्राण पशि जाए ना पेट पुरी जाए? प्रश्नटी जनहितरे जारी, किंतु मु कहबी हाँ। ग्रीष्मर तांडव परे जेतेबेले वर्षा ऋतुर आगमन हुए सेतेबेले भूईर की बास्ना, कोहला पवन, से पत्र झड़ा वृक्षर नृत्य, से धूଳି धूसरକୁ ଧୋଇ ଗାଧୋଇଥିବା ଧରାଭୂମି ଏବଂ ସେଦିନ ରାତିରେ ଗଭୀର ନିଦ ମୃତପିଣ୍ଡରେ ପ୍ରାଣ ପୂରେଇଲା ଭଳି ଲାଗେ। ସତ ନା ଦର୍ଶକ ବନ୍ଧୁ? ତେବେ ଶେଷ ପର୍ଯ୍ୟନ୍ତ ରହିବା ପାଇଁ ଅନୁରୋଧ ଏବଂ ଆପଣଙ୍କର ସୁନ୍ଦର ସୁନ୍ଦର କନିଅର ଫୁଲ କଢ଼ ସମାନ ଅଙ୍ଗୁଠିରେ ଲାଇକ୍, ସବସ୍କ୍ରାଇବ ଏବଂ କମେଣ୍ଟ କରିତେ ଭୁଲିବେନି। ଓକେ, ତେବେ ଏ ନାରୀମାନଙ୍କୁ ଏ ଦୁନିଆ କ'ଣ ଭାବେ ଜାଣିନି, ହେଲେ ନାରୀ ଜାତି ହାରିତେ ପ୍ରସ୍ତୁତ ନୁହଁ। ସେ ହାର ମାନିବା ଶିଖିନି। ରଗଡ଼େଇବା ଶବ୍ଦଟି ତାଙ୍କ ମନୋବୃତ୍ତିକୁ ଦର୍ଶାଏ। ଦର୍ଶକ ବନ୍ଧୁ, ଯେତେବେଳେ ମାର ପ୍ରଶ୍ନ ଉଠେ ନା, ସେତେବେଳେ ଜଣେ ନାରୀ ନାରୀରୁ ନାରାୟଣୀ ବନିଯାଏ। ଯେମିତି ମୁଁ ଆଜି ମନରେ ପଡ଼େ, ଯେତେବେଳେ ମୋ ବିବାହ ଠିକ୍ ହୋଇଯାଇଥିଲା, ତା ବିବାହର ପୂର୍ବ ଦିନ ମୋ ବାପାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ। ବାପା, ଅଧାପଡ଼ା କରି ବିବାହ କରେଇ ଦେଉଛ, ସେଠି ମୋ ଖର୍ଚ୍ଚ କିଏ ଦେବ? କେମିତି ଚଳିବି? ବାପା କହିଥିଲେ, ସେ ବି ତ ଘର ନା। ଟଙ୍କା ଦରକାର ହେଲେ ସ୍ୱାମୀକୁ ମାଗିବୁ। ରୋଜଗାରିଆ ପୁଅ ଦେଖି ବାହା କରେଇ ଦେଉଛି ମୋ ଝିଅ ଭଲରେ ଚଳିବା ପାଇଁ। ପଡ଼ିଛି ନା କ'ଣ ତୁ ଭଲରେ ରହିବା ପାଇଁ? ମୁଁ ଭଲ ଘର, ଭଲ ବର, ଏତେ ଜାକଜମକରେ ଯାନି ଯୌତୁକ ଦେଇ ବିବାହ କରଉଛି, ତୋର ସବୁ ଭଲ ହବ ଲୋ ମା। କେମିତି କହିବି ବାବା? ଟଙ୍କାଟିଏ ପାଇଁ ଆପଣଙ୍କ ଝିଅକୁ କ'ଣ ନ ଶୁଣିବାକୁ ପଡ଼ୁଛି। ଆପଣଙ୍କର ଝିଅ ସ୍ୱାଭିମାନୀ ବୋଲି କ'ଣ ଆପଣ ଭୁଲି ଯାଇଥିଲେ? ମୁଁ ମାଗି ପାରେନି ବାବା, ଆପଣଙ୍କୁ ତ ମାଗିନି, ଏ ପରଲୋକଙ୍କୁ କ'ଣ ମାଗିବି? ନିଜ କାମନାକୁ କୋଉ ଦୂର ସମୁଦ୍ରକୁ ଫୋପାଡ଼ି ଦେଇ ଆଜି ମୁଁ ବସିଛି। ହେଲେ ଯେବେଠୁ ପୁଅ ଜନ୍ମ ହେଲା ନା ଦର୍ଶକ ବନ୍ଧୁ, ସେବେଠୁ ଏ ମୌନ ମୁହିଁ କଜିଆକୁଇ ହୋଇଗଲା। କାରଣ ଦୀର୍ଘ 6 ବର୍ଷ ପରେ ଲକ୍ଷେ ଶିବ ପୂଜି ପୁଅଟିଏ ପାଇଛି। ସେ ଆସିଲାନି ତ ମୋ ବଞ୍ଚିବାକୁ ଉଦ୍ଦେଶ୍ୟ ମରିଗଲା। ମୁଁ ତା ଭିତରେ ନିଜର ଖୁସି ଖୋଜିବାକୁ ଲାଗିଲି। ଘର ପରିସ୍ଥିତି ଅଲଗା। ମୁଁ ତାକୁ ଏଭଳି ଭଲ ଭଲ ଜିନିଷ ଦବା ପାଇଁ ଚାହୁଁଛି ଯେ ଯୋଉଟା କି ମୁଁ ପାଇନଥିଲି। ଅନ୍ଧ ଭଲ ପାଇବା, ମୋ ଭଲ ପାଇବା ପାଗଳାମି ଦେଖି ଅନ୍ୟମାନେ ତାଠୁ ଦୂରେଇବାକୁ ଲାଗିଲେ, ଯୋଉଟା କି ମୁଁ ପଛରେ ବୁଝିପାରିଥିଲି। ବିଶେଷ କରି ପୁଅର ବାପା। ମୋ ସ୍ୱାମୀଙ୍କର ନିଜସ୍ୱ ପ୍ରକୃତି ତଥା ନିଜ ମା ବାପାଙ୍କ ଢାଞ୍ଚାରେ ସେ ତାଙ୍କ ନିଜ ପୁଅକୁ ଗଢ଼ିତେ ଚାହୁଁଥିଲେ। ପିନ୍ଧିବାଠୁ ଆରମ୍ଭ କରି ଖାଇବା, ଏମିତିକି ଭାଷା ପର୍ଯ୍ୟନ୍ତ ସବୁ କଥାରେ ସେମାନେ 3 ଜଣ ଆଉ ମୁଁ ଏକା। ଯୁଦ୍ଧ ଚାଲେ। ସେମାନେ ନିଜକୁ ଠିକ୍ ବୋଲି ପ୍ରମାଣ କରନ୍ତି,
ଆଉ ମୋତେ ବୁଝିବାକୁ ବାଧ୍ୟ କରନ୍ତି ଯେ କି ଆମେ ଯାହା କହୁଛୁ ଠିକ୍ ଆଉ ତୁ ଯାହା କହୁଛୁ ଭୁଲ, ତ ଭାବିବା ଭୁଲ, ତ ଲାଳନ ପାଳନ ଭୁଲ। କିନ୍ତୁ ମୁଁ ବୁଝିତେ ପ୍ରସ୍ତୁତ ନଥିଲି। ମୁଁ ଭାବିଥିଲି ଯେ କି ଆଜିର ଦୁନିଆରେ ସେଭଳି ଚଳେନି। ଆଜିକୁ ନେଇ ବଞ୍ଚିବାକୁ ଆମକୁ ହିଁ ପଡ଼ିବ। ପୁଅ ହେବା ପାଇଁ 2 ଥର ପେଟ ୱାସ୍, ପୁଅ ହେଲାକ୍ଷଣି 108 ରୋଗ ମୋତେ ମାଡ଼ି ବସିଲା। ରୋଗ ଶରୀରରେ ରାତିରେ ଭଲ ନିଦଟିଏ ନିହାତି ଦରକାର। କିନ୍ତୁ ପୁଅ ରାତିରେ ମୁଦି ଦେଇ 10 ଥର କାନ୍ଦେ। କିଏ ତାକୁ ଧରିବ? ଶାଶୁ, ଶ୍ୱଶୁର, ସ୍ୱାମୀ ତାଙ୍କ ନିଦ ଖରାପ କରିତେ ପ୍ରସ୍ତୁତ ନୁହନ୍ତି। ଏପଟରେ ମୋର ରୋଗା ଶରୀରକୁ ନିଦ ଦରକାର। ତେଣୁ ହଗିସ୍ ବିକଳ୍ପ ଭାବି ମୁଁ ତାକୁ ହଗିସ୍ ପିନ୍ଧେଇବା ଆରମ୍ଭ କରିଦେଲି। କିନ୍ତୁ ଶାଶୁ ଶ୍ୱଶୁରଙ୍କର ଜିଦ୍ଦି ଯେ କି ତାକୁ ହଗିସ୍ ପିନ୍ଧା ଯିବ ନାହିଁ, କାରଣ ସିଏ କେବେ ତାଙ୍କ ପୁଅକୁ ସେଭଳି ପିନ୍ଧେଇ ନାହାନ୍ତି। ତେଣୁ ନାତି ବି ପିନ୍ଧିବନି, କାରଣ ତାଙ୍କର ୟୁରିନ୍ ଇନଫେକ୍ସନ୍ ହେଇଯିବ, ପୁଅ ଦେହରେ କାଛୁକୁଣ୍ଡିଆ ବାହାରିବ, ରାତିସାରା ମୁଦରେ ସେ ଶୋଇବ, ତାକୁ ଥଣ୍ଡା ଧରିବ। ଏଭଳି ଆର୍ଗୁମେଣ୍ଟ ସବୁଦିନ ଚାଲେ। ଏଇ କଥା ନୁହେଁ, ଶାଶୁ ଶ୍ୱଶୁରଙ୍କର ପ୍ରତ୍ୟେକ କଥାରେ ହସ୍ତକ୍ଷେପ। ଯେମିତିକି ହଗିସ୍ ଛାଡ଼, ମୁତକନା କନ୍ଥା ଉପରେ ତାଙ୍କର ମତ ଯେ କି ତାକୁ ଖରାରେ ଶୁଖେଇ ଦେ, ଶୁଖିଗଲେ ଆଣିକି ତାକୁ ପୁଅକୁ ଶୁଆ। କାରଣ ମୁତକନା ଆଉ କନ୍ଥାକୁ ଧୋଇଲେ ପୁଅକୁ ଥଣ୍ଡା ଧରିବ। ଏଇଭଳି ଅନେକ ଅନ୍ଧବିଶ୍ୱାସ, ଯେଉଁଟାକି ମୋତେ ବାଧ୍ୟ କରାଯାଉଥିଲା ମାନିବା ପାଇଁ। ଆଉ ସ୍ୱାମୀ ସିଏ କିଛି ବୁଝନ୍ତିନି। ସେ ବୁଝନ୍ତି ଯେ କି ମା ବାପା ଯାହା କହୁଛନ୍ତି ସେଇଟା ହିଁ ଠିକ୍। ଡେଟଲରେ କାହିଁକି ଲୁଗା ଧୁଆ ହେଉଛି? ମାଲିସ ପାଇଁ ତେଲ କାହିଁକି କିଣା ହେଉଛି? ଏତେ ଡ୍ରେସ୍ ଖେଳନା କାହିଁକି କିଣା ହେଉଛି? ଏତେ ପ୍ରକାର ଟୀକା, ସିଏ ପୁଣି ଦାମିକା, ଯେଉଁଟାକି କେହି ଶୁଣି ନାହାନ୍ତି, ସେ ଟୀକା କାହିଁକି ପୁଅକୁ ଦିଆହେଉଛି? ବେବି ଫୁଡ୍, ଫ୍ରୁଟ୍ ଜୁସ୍ କାହିଁକି ତାକୁ ପିଆ ହେଉଛି? ଚୁଡ଼ା ଛତୁଆ, ଘର ଆମର ଯେମିତି ଆଗ କାଳରୁ ମୋ ଶାଶୁ ଯାହା ଖାଇତେ ଦେଉଥିଲା, ପୋଡ଼ ପିଠା, ସେ ଶାଗୁ ପାଣି, ତାକୁ କାହିଁକି ତୁ ଖାଇତେ ଦେବୁନୁ? କ'ଣ ପାଇଁ ବାହାରୁ ଜିନିଷ କିଣା ହେଉଛି? ଏଇଭଳି ଅନେକ 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 କଥାରେ କେବଳ ଝଗଡ଼ା ଝଗଡ଼ା ଝଗଡ଼ା। 100 ପଦରେ ଗୋଟିଏ କଥା କହିବି, ଯେପରି ତାଙ୍କ ପୁଅ 2 ଜଣଙ୍କୁ ମଣିଷ କରିଥିଲେ ସେମାନେ, ସେଭଳି ମୁଁ କରିତେ ଚାହୁଁନଥିଲି। ଆଉ ମୁଁ ନିଜଠୁ ଭଲ ଯୁଗୋପଯୋଗୀ ସଂସ୍କାର ଚାଲିଚଳନ ଦେଇତେ ଚାହୁଁଥିଲି। ଶେଷରେ ତୋ ପୁଅ ତୁ ବୁଝ, ଆମକୁ ତା ବିଷୟରେ କିଛି କହିବୁନୁ, ଏଭଳି କହିକି ସମସ୍ତେ ସାଇଲେଣ୍ଟ ହୋଇ ବସିଗଲେ ଯେ ଆଜି ପର୍ଯ୍ୟନ୍ତ ବସିଛନ୍ତି, କେବଳ ଦେଖୁଛନ୍ତି ମୁଁ କିପରି ମୋ ଛୁଆକୁ ମଣିଷ କରୁଛି। ପୁଅଟିର କିଛି ଦୋଷ ନଥିଲା, ତଥାପି ସେ ଏକୁଟିଆ ହୋଇଗଲା। ଆମମାନଙ୍କ ପାଇଁ ବୁଝେ କ'ଣ କରିବି। ଯେତେବେଳେ ମୋ ସ୍ୱାମୀ ଦିଅରଙ୍କୁ ଦେଖେନା, ସେମାନଙ୍କର ସଂସ୍କାର, ସେମାନଙ୍କର ଚାଲିଚଳନ ବ୍ୟବହାର ମୁଁ ଦେଖେନା, ଯେଉଁଟାକି ମୋତେ ସହିବା ବାହାରେ, ସେଭଳି ସଂସ୍କାର ମୋ ପୁଅକୁ ମୁଁ ଦେଇତେ ଚାହେଁନଥିଲି। କାରଣ ମୁଁ ବି ଆଉ ଗୋଟିଏ ଝିଅକୁ ବୋହୂ କରିକି ଆଣିବି, ଆଉ ମୋତେ ଯେଉଁ କଷ୍ଟ ହେଉଛି ତାକୁ ନ ହଉ। ମୁଁ ଯାହାକୁ ସାମ୍ନା କରୁଛି ସିଏ ସାମ୍ନା ନ କରୁ, ସେଭଳି ମୋ ଭାବନା ମୋର ଥିଲା। ରାତି ପାଇନେ ବହୁତ କିଛି ପୁଅକୁ କେନ୍ଦ୍ର କରି ବହୁତ
କଳି ଝଗଡ଼ା ସମସ୍ୟା ଚାଲେ, କିନ୍ତୁ ପୁଅକୁ ମୁଁ କିଛି ଜଣେଇବାକୁ ହିଁ ଦିଏନି। କାରଣ ତା ମନରେ କିଛି ଭାବନା ଘର କରିକି ନ ନଉ। ଏଇଟା ମୋର ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆଟେନସନ୍ ଥାଏ। ମୁଁ ତ କାହାକୁ ବଦଳେଇ ପାରିବିନି, ଆଉ ନିଜ ଯେଉଁଟା ଭାବୁଛି ସେଇଟା ଭୁଲ ବୋଲି ବି ମୁଁ ଭାବି ପାରୁନି। ତେଣୁ ମୁଁ ପୁଅକୁ ସବୁଥିରୁ ଦୂରେଇ ରଖୁଥିଲି, ଆଉ ସବୁ ଠିକ୍ ବୋଲି ତାକୁ ବୁଝେଇ ଦଉଥିଲି। ଆଶ୍ରମ ନେଇକି ଯାଉଥିଲି, ଗୀତ ଗପ ମାଧ୍ୟମରେ ଶିଖେଇବାକୁ ଚେଷ୍ଟା କରୁଥିଲି। ଗୁରୁଜନଙ୍କୁ ସମ୍ମାନ, ଛୋଟମାନଙ୍କୁ ସ୍ନେହ କିପରି ଦିଆଯିବ, ଅତିଥିମାନଙ୍କର ସତ୍କାର, ମନ୍ତ୍ର ଭଜନ ଜଣାଣ, ଏଭଳି ଅନେକ ଭଲ ଜିନିଷ ତାକୁ ଶିଖେଇବାକୁ ଚେଷ୍ଟା କରୁଥିଲି। ମେନ୍ ହେଲା ଭାଷା ଶୈଳୀ, କାରଣ ମଣିଷ ଏଇ ଭାଷା ଯୋଗୁଁ ଶତ୍ରୁ ହୁଏ, ଆଉ ଏଇ ଭାଷା ଯୋଗୁଁ ମିତ୍ର ହୁଏ। ଏଭଳି ବସିବା, ଉଠିବା, ଖାଇବା, ଠିକ୍ ଟାଇମ୍ ଟେବୁଲରେ କିଛି କରିବା, ଏଇଭଳି ଅନେକ ଡିସିପ୍ଲିନ୍ ମୁଁ ତାକୁ ଶିଖେଇବାକୁ ଚେଷ୍ଟା କରୁଥିଲି। କିନ୍ତୁ ଦର୍ଶକ ବନ୍ଧୁ, ଅନୁଶାସନ କାହାକୁ ଭଲ ଲାଗେ? ତେଣୁ ପୁଅ ବି ସେମାନଙ୍କ ଭଳି ହେବାକୁ ଲାଗିଲା। ମୋ ଆଗରେ ଗୋଟେ, ଆଉ ଅନ୍ୟମାନଙ୍କ ପାଇଁ ଆଉ ଗୋଟେ। ସେ ବି ଯୁଆଡ଼େ ବର୍ଷା ସିଆଡ଼େ ଛତା। ଦାଦୁ ଦାଦୀଙ୍କ ଆଗରେ ଗୋଟେ, ମୋ ଆଗରେ ଗୋଟେ। ଡବଲ କ୍ୟାରେକ୍ଟର ବନିଗଲା। ଏଇଟା ମୁଁ ଜାଣିଲି ପଛରେ, ଯେଉଁଟାକି ନେଡ଼ିଗୋଡ଼ କୋଉଣିକି ବୋହିଗଲାଣି। ସିଏ ବି ବହୁତ ଚାଲାକ ବନିଗଲା ମୋଠୁ। ମୋତେ ଯାହା ଦରକାର ମୋତେ ଦେଇ ଦଉଥିଲା, ଆଉ ସେମାନଙ୍କୁ ଯାହା ଦରକାର ତାଙ୍କୁ ଦେଇ ଦଉଥିଲା। ଏଇଟା ମୋର ଦୁର୍ଭାଗ୍ୟ କି ସୌଭାଗ୍ୟ, ମୁଁ ସେଇଟା ଆପଣ କମେଣ୍ଟ କରି କହିବେ। ଅନେକ ସ୍ୱପ୍ନ ରାତିରେ ଶୋଇ ଦିଏନି। ପୁଅ ମୋର କୁଳନନ୍ଦନ, ଭଲ ପାଠ ପଢ଼ୁଛି, ତାକୁ କେମିତି ଭଲ ମଣିଷ କରିବି, ଏ ବଂଶରେ ନାଁ ରଖିବ, ବାପା ଜେଜେ ଅଜାଙ୍କର ନାଁ ରଖିବ। ଲୋକ ମୋତେ କହିବେ ଯେ କି ଅମୁକେଇର ମା। ଏଇ ଗର୍ବ, ଏଇ ଅହଙ୍କାର ଟିକେ ମୋତେ ମିଳିବ, କାହିଁକିନା ମୋ ଜୀବନରେ ଆଉ କିଛି ନଥିଲା ମୋ ପାଇଁ। ପରିସ୍ଥିତି ହାଣିଉଥିଲା ତ ରୋଗ ଝିଙ୍କୁଥିଲା। ଖୁସି ବୋଲି ମୋ ଜୀବନରେ କେବଳ ମୋ ପୁଅ। ଭଲ ପାଠ ପଢ଼ୁଛି, ଦେଖିଥିବି ବହୁତ ସୁନ୍ଦର, ଭଲ ଗୀତ ଗାଉଛି, ନାଚୁଛି। ଲୋକ ତାକୁ ଦେଖିଲେ ଈର୍ଷା କରୁଛନ୍ତି। ଯାହା ହଉ ମୋ ପୁଅ, ହାତୀ ବଣର ବୁଲିଲେ ବି ସେ ରଜାର। ଏଭଳି ଅନେକ ଖୁସିରେ ମୁଁ ରାତିରେ ଶୋଇପାରେନି। ପାଠ ସିଏ ପଢ଼େ, କିନ୍ତୁ ମୋତେ ଚିନ୍ତା ଘାରେ, କେମିତି ପଢ଼ିବ, କ'ଣ ପଢ଼ିବ, କେଉଁ ଖାତା ଆଣିକି ଦେବି, କେଉଁ ବହି ଆଣିକି ଦେବି, କେଉଁ ଟିଚର ଆଣିକି ଦେବି। ଏଭଳି ମୋର ଛଟପଟ ହେଇ ମୋ ଦିନ କଟୁଥିଲା। ମୁଁ ହାତରେ କ'ଣ କାମ କରୁଥିଲି, କ'ଣ ଖାଉଥିଲି, କ'ଣ ପିନ୍ଧୁଥିଲି, ମୁଁ ଦିନେ ଟିକେ ବି ଭାବିନି। ନିଜକୁ ଭଲ ପାଇନି, କେବଳ ମୋ ପୁଅ, ମୋ ପୁଅ, ମୋ ପୁଅ। କିନ୍ତୁ ମୋ ପୁଅ ଷଷ୍ଠରୁ ହେଇଗଲା ନଷ୍ଟ। ଘରେ ଭଗବାନଙ୍କର କି ଲୀଳା, ଶାଶୁ କ୍ୟାନ୍ସରକୁ ମୁଁ କ୍ୟାନ୍ସର, 2 ଜଣ ଯାକ ମେଡ଼ିକାଲରେ ପଡ଼ିଛୁ। ଏକୁ ସମ୍ଭାଳିବ କିପରି ତା ବାପା? ତେଣୁ କାହା ଘରକୁ କ'ଣ ଛାଡ଼ିବ, ତାକୁ ଆଣିକି ମୋବାଇଲ ଧରେଇଦେଲେ। ସେଇଟା ଜୀବନରେ ଏତେ କଳଙ୍କ ସାଜିଲା, ଆଜି ପର୍ଯ୍ୟନ୍ତ ମୁଁ ତାକୁ ମୋବାଇଲ ଛଡ଼େଇ ପାରୁନି। ମୋବାଇଲରେ ଗେମ୍ ଖେଳୁ ଖେଳୁ ବହୁତ ନ ଦେଖିବା ଜିନିଷ ବି ସେ ଦେଖିଦେଲା, ଶିଖି ବି ଗଲା। ମୋବାଇଲ କଥା ମୁଁ ଯେତେବେଳେ ମୋ ନୋଟିସ୍କୁ ଆସିଲା, ମୁଁ ମୋବାଇଲ ଛଡ଼େଇ ଦେଇ ପଠେଇଲି, ବାହାରକୁ ଯା, ସାଙ୍ଗମାନଙ୍କ ସହିତ ଖେଳିଲେ ତ ସାଙ୍ଗ ପିଲାମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କଲେ ଭଲ କିଛି ଶିଖିବ, ଯେଉଁଟା ଘରେ ଶିଖିପାରିଲୁନି ସାଙ୍ଗ ମେଳରେ ଶିଖିବ।
ସେଠି ବା ଆଉ କ'ଣ ଶିଖିବ? ଆହୁରି ବଦମାସି, ଖରାପ ଭାଷା ଶିଖିଗଲା। କାରଣ ଆମେ ଯେଉଁଠି ରହୁଛୁ ଆଖପାଖରେ ମାନେ 2 ଅକ୍ଷରିଆ ଭାଷା ହିଁ କମନ୍ ଭାଷା। ତାଙ୍କୁ ଶୁଦ୍ଧ ଓଡ଼ିଆ ଭାଷା କହିଲେ କେହି ବୁଝିପାରିବେନି। ଆହୁରି କଷ୍ଟ। ସେଠୁ ଆଣିକି ତାକୁ ସ୍କୁଲରେ ଆଡ଼ମିସନ୍ ଭଲ ସ୍କୁଲକୁ ଆଣିକି ଆଡ଼ମିସନ୍ କଲୁ। ସେଠି ମୁଁ ତାକୁ ତାଗିଦ କଲି ଯେ ବାବା ବଡ଼ କ୍ଲାସ୍ ପିଲାଙ୍କ ସହିତ ମିଶିବୁନି। ମୁଁ ଯାହା କହିବି ତାର ଓଲଟା ସେ କଲା। ସବୁବେଳେ ତାର ଇଣ୍ଟରେଷ୍ଟ ବଡ଼ ଛୁଆଙ୍କ ସହିତ ମିଶିବ। ତାପରେ ତାକୁ ସେଠି ଗୋଟେ ଭାଗ୍ୟ କଥା କ'ଣ କହିବି, ସୁରଜ ବୋଲି ଗୋଟେ ଭାଇ ମିଶିଗଲା, ଯିଏକି ଝିଅ ଚକର, କେବଳ ଝିଅଙ୍କ ଉପରେ ନଜର। କିଏ କାହାକୁ ଭଲ ପାଇଲା, କିଏ କାହାକୁ ଚିଠି ଦେଲା, କିଏ କ'ଣ କଲା। ଭ୍ୟାଲେଣ୍ଟାଇନ୍ ଡେ କ'ଣ ମୋ ପୁଅ 7ମରୁ ଜାଣିଲାଣି ଯେ କି ଝିଅକୁ ପୁଅ ପ୍ରପୋଜ କରନ୍ତି। ତା ବାଦେ ବାଥରୁମରେ ସେ 10 କ୍ଲାସ୍ ପିଲା ତାଙ୍କ ସାଙ୍ଗରେ ଯାଇକି କାଗଜକୁ ମୁଡ଼ିକି ସିଗାରେଟ୍ ଖାଇବା ଶିଖିବା। କ'ଣ କହିବି, ଦୁନିଆରେ ସବୁ ଖରାପ ଜିନିଷ ସେ ବଡ଼ କ୍ଲାସ୍ଙ୍କ ଛୁଆଙ୍କୁ ଦେଖି ଦେଖି ଇଏ ଶିଖିଗଲା। ଦିନେ ହଠାତ୍ ସ୍କୁଲ ବସ୍ରୁ ଓହ୍ଲେଇକି ମୋ ପୁଅ ଘରକୁ ଫେରିଲା। ମୁଁ ସେଇଠୁ ପଚାରିଲି, ବାବା ତ ଗାଲରୁ ବ୍ଲଡ଼ କାହିଁ ବାହାରୁଛି? ମୋ ପୁଅ କହିଲା, ଆମ ମାନସ ସାର୍ ମୋତେ ପିଟିଲେ। ମୁଁ କହିଲି, କାହିଁକି ପିଟିଲେ? ତୁ କ'ଣ କଲୁ କି ବାବା? କହିଲେ, ମୁଁ ଏନିମେ ଦେଖେ ତ ମୋବାଇଲରେ, ମୁଁ ତାକୁ ହ୍ୟାଣ୍ଡ ସିମ୍ବଲ ଗୋଟେ ଦେଖେଇଦେଲି। ସେଇଟା ଝିଅ ଛୁଆ ଗୋଟେ ଦେଖିନେଲା। ଦେଖି ନେଇକି ପ୍ରିନ୍ସିପାଲ ସାର୍ ମାନସ ସାର୍ଙ୍କୁ ଡାକିକି କହିଲା। ମାନସ ସାର୍ ମୋତେ ନେଇକି ବହୁତ ପିଟାମରା କଲେ। ପ୍ରିନ୍ସିପାଲ ଅଫିସକୁ ନେଲେ। ପ୍ରିନ୍ସିପାଲ ବି ବହୁତ ମାରିଲେ। ଏହା କହି ମୋ ପୁଅ କୁଣ୍ଡେଇକି କାନ୍ଦିଲା। ମୋର ତ ଜାଣିଛନ୍ତି ପୁଅ ପ୍ରତି ଭଲ ପାଇବା କିଭଳି। ମୁଁ ଆଉ ସେଇ ରାତିଟା କେମିତି ପାଇବ, ମୁଁ ସ୍କୁଲରେ ଯାଇକି ତାକୁ ଧରିକି ପହଞ୍ଚିଲି। ତା ବାପା ବହୁତ ଖୁସି, କାରଣ ତୋ ପୁଅକୁ ତୁ ମୁହଁ ଦେଇଥିଲୁ, ଦେଖ କ'ଣ ହେଉଛି। ଗଲା ସେ ଆଉ ମଣିଷ ହବ? ସେଠୁ ମୁଁ ତ ହାରିବା ପ୍ରସ୍ତୁତ ନୁହଁ। ମୋର ବିଶ୍ୱାସ ଭଗବାନ ମୋ ସହିତ ଏତେ ବଡ଼ ଅନ୍ୟାୟ କରିବେନି। ଏତେ ଦିନ ପରେ ଗୋଟେ ଛୁଆ ଦେଇଛନ୍ତି, ତାକୁ ନଷ୍ଟ କରିଦେବେ ନା? ମୁଁ ଛୁଆ ଭଲ, ଏହା ଭାବିକି ମୁଁ ଗଲି। ପ୍ରିନ୍ସିପାଲ ଅଫିସରେ ଯାଇ ବସିଲି। ତା ବାପା ଗଲେନି। ତା ବାପା ସିଓର ଯେ କି ଛୁଆ କିଛି କରିଥିବ, ସିଏ ଗଲେନି। ମୁଁ ଗଲି। ମୁଁ ଯାଇ ପଚାରିଲି, ସାର୍ ଆଉ ପୁଅକୁ କାହିଁକି ମାରିଲେ? ଗଭର୍ଣ୍ଣମେଣ୍ଟ ତ ନିୟମ କରିଛି ଛୁଆଙ୍କୁ ପିଟା ମରା ହେବନି। ଆପଣ ଫେରେ ମାରିକି କନ ମୁଡ଼ିକି ମାରିକି ବ୍ଲଡ଼ ବାହାର କରିଦେଲେ। ମୋତେ କାହିଁକି ଡାକିଲେନି? କ'ଣ ଘଟଣା ହେଇଛି? ସେଇଟା ପ୍ରିନ୍ସିପାଲ ମୋତେ ଡାକିକି ମୋ ପୁଅର ସବୁ ଦୁର୍ଗୁଣ କହିଲେ, ଯେଉଁଟାକି ମୁଁ ଟୋଟାଲ ଶୁଣି ବି ନଥିଲି। ସେ ଝିଅ ଛୁଆଙ୍କୁ କ'ଣ ସିମ୍ବଲ ଦେଖାଉଛି, ବାଥରୁମରେ 10 କ୍ଲାସ୍ ପିଲାଙ୍କ ସହିତ ବୁଲୁଛି, ଇଏ କରୁଛି, ସିଏ କରୁଛି, କେତେ କଥା। ସେଇଠୁ ମୁଁ କହିଲି, ହେଲା ଆପଣ ମୋତେ ଡାକିଲେନି। ସେଇଠୁ ସିଏ ମୋତେ କହିଲେ, ଦେଖ ତମ ପୁଅ ଆଉ ଗୋଟେ ସ୍କୁଲରେ ପାଠ ପଢ଼ୁଥିଲା। ସେଠି ତାକୁ କ'ଣ ହେଲା, ଆପଣ ମୋ ସ୍କୁଲକୁ ନେଇ ଆଇଲେ। ମୁଁ ତାକୁ ଟିସି ବି ମାଗିନି। ଏତିକି ଦୟାରେ ମୁଁ ତାକୁ ଏଠି ପାଠ ପଢ଼ଉଛି, ଆଉ ଆପଣ କେମିତି ସାହସ କଲେ ଆସିକି ଏଠି ଯୁକ୍ତି ତର୍କ କରିବେ? ମୁଁ ସେଇଠୁ ତାଙ୍କ ମୁହଁକୁ ଅନେଇଲି। ଅନେଇ କହିଲି, ସାର୍ ଏଇଟା କ'ଣ ସମାଧାନ? ଛୁଆ ଏତେ ଯଦି ବା ମୋ ଛୁଆ ଏଠି ଏମିତି ହେଉଛି, ଘରେ ଅଲଗା, ଏଠି ଏମିତି କାଣ୍ଡ କରୁଛି, ଆଗରୁ ମୋତେ କାହିଁ କହିଲେନି? ଏଭଳି ମା ପିଟିବେ, ଆଜି ମରିଗଲେ ମୋ ଛୁଆକୁ ଆଣିକି ଆପଣ ଦେବେ? ମୋତେ କାହିଁ ଜଣେଇଲେନି? ସେଇଠୁ ବହୁତ ଆର୍ଗୁମେଣ୍ଟ ହେଲା ପରେ ମୁଁ ଘରକୁ ପଳେଇ ଆଇଲି। ତାପରେ ପ୍ରିନ୍ସିପାଲ ସାର୍ ତାକୁ ଯେତେବେଳେ କ୍ଲାସରେ ଦେଖନ୍ତି, ତାକୁ ସବୁବେଳେ ଟାର୍ଗେଟ ବନେଇକି କୁହନ୍ତି, ଦେଖ ତୋତେ ଟିସି ଦେଇକି ବିଦା କରିଦେବି, ତୋତେ ଟିସି ଦେଇକି ବିଦା କରିଦେବି। ସିଏ ଆସିକି କହେ, ମାମା ମୁଁ ବଦଳିତେ ଚାହୁଁଛି, ସାର୍ ବଦଳିତେ ଦେଉନାହାନ୍ତି। ମୁଁ ଆଉ କିଛି ଭାବିଲିନି, ଯୁକ୍ତି କଲିନି।
ପଳେଇ ଆସିଲି ଭଦ୍ରକ ତାକୁ ନେଇକି। ଅଲଗା ସ୍କୁଲରେ ଆଡ଼ମିସନ୍ କଲି, ପଢ଼େଇଲି, ହୃଦୟଙ୍ଗମ ବି କଲି। ମୁଁ ବିନା କହିଲେ ନିଆଁ ନଥିଲେ ଧୂଆଁ ନଥାଏ। ମୋ ପୁଅ ଖରାପ ହେଇଗଲା, ମୁଁ ପାଗଳ ହେଇଗଲି, ମୋ ମୁଣ୍ଡ ଖରାପ ହେଇଗଲା। ମୋ ଛୁଆକୁ କେମିତି କ'ଣ କରିବି ଏଇକ୍ଷିଣା? ଘରେ ତ ଏମିତି ପରିସ୍ଥିତିରେ ତାକୁ ମୁଁ ଯେତେ ଚେଷ୍ଟା କଲି ତାକୁ ଭଲ କିଛି ଶୁଣେଇବା ପାଇଁ, ସେ ଏମିତି କ'ଣ ଶୁଣିଗଲା, ଏମିତି କ'ଣ ହେଇଗଲା। ମୋ ଦୁନିଆଟା ଅନ୍ଧାର ହେଇଗଲା। ତାପରେ ଦିନେ ମୁଁ ବସିଲି ଚୁପଚାପ ଆଖି ବୁଜିକି, ଏହାର ସମାଧାନ ତ କିଛି ହିଁ ଥିବ। ତେଣୁ ମୁଁ ଭାବିଲି ସଙ୍ଗର ରଙ୍ଗ, ଏକୁ ଯଦି ଭଲ ଛୁଆ ସାଙ୍ଗ କରେଇଦେବି ତେବେ ସେ ନିଶ୍ଚୟ ଉପରକୁ ଉଠିବ। ତେଣୁ ତା ସ୍କୁଲକୁ ଗଲି। ଧର୍ମେଶ ବୋଲି ଗୋଟେ ଛୁଆ ଯିଏକି କ୍ଲାସରେ ଫାଷ୍ଟ ହୁଏ, ତା ସାଙ୍ଗ କରେଇଲି। ତାକୁ ତା ମା ପାଖକୁ ନେଇ ତାକୁ ତାର ବେଷ୍ଟ ଫ୍ରେଣ୍ଡ କରେଇଲି, ତା ସହିତ ମିଶେଇଲି। ଯାହାଦ୍ୱାରା କି ଭଲ ଟିଚର, ଯିଏକି ତାର ସାଙ୍ଗ ଟିଚର, ଅଳ୍ପ ବୟସର, ଜଷ୍ଟ ଫ୍ରେଶ୍ BA MA ପାସ୍ କରିଥିବେ, ଇଣ୍ଟରଭ୍ୟୁ ପାଇଁ ପ୍ରିପେୟାର ହେଉଥିବେ, ସେଭଳି କ୍ୟାଣ୍ଡିଡେଟକୁ ମୁଁ ଆଣିଲି। ବୁଢ଼ା ସାରଙ୍କୁ ଆଣିଲିନି କି ମ୍ୟାଚୁର୍ଡ ବୟସ ସାରଙ୍କୁ ଆଣିଲିନି, ଗୋଟେ ୟଙ୍ଗ ଛୁଆକୁ ଆଣିଲି, ଯେଉଁଟାକି ତା ସହିତ କନଭରସେସନ୍ କରି ତାକୁ ୱାଶ୍ କରେଇବେ ତା ବ୍ରେନ୍କୁ। ସେଭଳି କଲି, ଯାହାଦ୍ୱାରା କି ଧୀରେ ଧୀରେ ତା ଭିତରୁ ନେଗେଟିଭ୍ ବାହାରିଲା। ଭଲ କଥା ସେ ଶୁଣିଲା, ବୁଝିଲା, ମାର୍କ ବି ତାର ବଢ଼ିଲା। ସେ ଛୁଆ ସାଙ୍ଗର କମ୍ପିଟିସନ୍ ଲଗେଇ ପାଠକୁ ଭଲ ପାଇଲା, ସବୁ କିଛି ଛାଡ଼ିଦେଲା, ପାଠକୁ ବଢ଼ିଲା। ଏବେ 95% ରଖୁଛି। ଯାହା ହଉ, ବହୁତ କଷ୍ଟ ହେଲା କିନ୍ତୁ ଡେଭଲପମେଣ୍ଟ ଦେଖେଇଲା, ସଙ୍ଗର ରଙ୍ଗ ଲାଗିଲା। କିନ୍ତୁ ଆଜି ହଠାତ୍ ଧର୍ମେଶ କମ୍ ମାର୍କ, 20 ମାର୍କିଆ ମାର୍କରେ କମ୍ ରଖିଲା, ଇଏ ବେଶୀ ରଖିଦେଲା। ତେଣୁ ସେ ଧର୍ମେଶ ପିଲାଟି ସବୁବେଳେ ଟପ୍ ହୁଏ, ଆଜି ଇଏ ତାକୁ କ୍ରସ୍ କରିକି ପଳେଇଲା ବୋଲି ସେ ଛୁଆଟିର ଫୋନ୍ ହଠାତ୍ ମୋ ପୁଅ ପାଖକୁ ଆସିଲା। ମୁଁ ବହୁତ ଖୁସିରେ ତା ଫୋନ୍ ଶୁଣେ। ମୁଁ କହିଲି ବାବା ସ୍ପିକର ଅନ୍ କଲୁ। ସେଇଠୁ ସେ ସ୍ପିକର ଅନ୍ କଲା। ସେଇଠୁ ସେ ଛୁଆଟି କହୁଲା, ଦେଖ କଲିଗେସ୍, ମୋ ସାଙ୍ଗ ହେଇକି ତୁ ଉପରକୁ ଉଠିଗଲୁ, କିନ୍ତୁ ତୋ ସାଙ୍ଗ ହେଇକି ମୁଁ ତଳୁ ଖସିଗଲି। ତେଣୁ ତୁ କାଲିଠୁ ମୋ ସାଙ୍ଗ ହବୁନୁ, ମୋ ସିଟ୍ରେ ବସିବୁନୁ। ତୁ ଅଲଗା ଆଉ ମୁଁ ଅଲଗା। ମୋ ପୁଅ ବହୁତ ବଦଳିଗଲାଣି, ବହୁତ ମ୍ୟାଚୁର୍ଡ ହେଇଗଲାଣି। ସେ କଥାଟାକୁ ହାଲକେଇକି ନେଲା, କିନ୍ତୁ ମୋତେ ଟିକେ ଅଲଗା ଲାଗିଲା। ମୁଁ କହିଲି ଆରେ ଏଭଳି ଆରେ ସାଙ୍ଗ ହେଇଛ, କିଏ ଆଗେଇ ଯିବ, କିଏ ପଛେଇ ଯିବ, କିନ୍ତୁ ଏଇ ଛୁଆ ଯିଏ କହୁଛି ଯେ କି ତୋ ସାଙ୍ଗ ଯୋଗୁଁ ମୁଁ ଖରାପ ହେଇଗଲି। ମୁଁ ସେଇଠୁ ମୋ ପୁଅକୁ ବୁଝେଇଲି, ଦେଖ ବାବା, ସେ ଛୁଆଟି ତୋ ପାଇଁ ଲକି। ତେଣୁ ସିଏ ଯଦି ତଳକୁ ଉଠୁଛି ତାକୁ ସପୋର୍ଟ କର। କିନ୍ତୁ ମୋ ପୁଅ ରାଗିଗଲା। ମୁଁ ସେଇଠୁ ତାଙ୍କ ଦୁଇ ଜଣଙ୍କ ସାଙ୍ଗକୁ କଣ୍ଟିନ୍ୟୁ କରିବା ପାଇଁ ମୁଁ ଦିନେ ବହୁତ ଚେଷ୍ଟା କଲି, କିନ୍ତୁ ନାଇଁ, ଇଏ ତାକୁ ବ୍ଲକ୍ କରିଦେଲା, ସିଏ ତାକୁ ବ୍ଲକ୍ କରିଦେଲା ନମ୍ବର। ସେଇଠୁ ଦିନେ ଭାବି ମୁଁ ଦିନେ ମେଡ଼ିସିନ ପାଇଁ ମାର୍କେଟ ଯାଇଥାଏ। ମୁଁ ସେଇଠୁ କହିଲି ବାବା ଯିବା, ଚାଲ ମୋ ସାଙ୍ଗରେ, କେତେ ପାଠ ପଢ଼ିବୁ, ଯିବା ଚାଲ, ମୋ ମେଡ଼ିସିନ ସରିଗଲାଣି, ମାର୍କେଟ ଯିବା। ମାର୍କେଟରେ ସବୁଆଡ଼େ ଖୋଜିଲୁ, ମୋ ଡାଇବେଟିସ୍ ମେଡ଼ିସିନ ପାଇଲିନି। ଆମର ସେଠି ଗୋଟେ ପୁରୁଣା ମେଡ଼ିସିନ ଷ୍ଟୋର ଅଛି, ବହୁତ ପୁରୁଣା। ତେଣୁ ମୁଁ ସେଠି ଗଲାବେଳକୁ ପ୍ରବଳ ଭିଡ଼। ସେଇଠୁ ମୁଁ ଆସିକି ସାଇଡ଼କୁ ଅନେଇଲା ବେଳକୁ ଗୋଟେ ଛୋଟ ଦୋକାନଟେ ଅଛି, ଆଉ ନୂଆ ବୋଧେ ତିଆରି ହେଇଛି। ମୁଁ ଯାଇକି ସେଠି ପଚାରିଲି। ସେଇଠୁ ମୋ ପୁଅ କହିଲା, ଏଇ ବଡ଼ ଦୋକାନରୁ ମିଳିଲାନି, ଛୋଟ ଦୋକାନରୁ ମିଳିବ ନା, ସେଠି ଯାଇକି ଟାଇମ୍ଟାକୁ ନଷ୍ଟ କରୁଛ, ଆଉ କେଉଁଠି ଦେଖିବା ଚାଲ। ମୁଁ ସେଇଠୁ କିଛି କହିଲିନି। ଦୂରରେ ଆସି 2ଟା ଦୋକାନ ଦେଖା ହେଲା ଭଳିଆ ମୁଁ ତାକୁ ଠିଆ ହେଇକି କହିଲି, ଦେଖ ବାବା, ସେ ବଡ଼ ଦୋକାନରେ କେତେ ଭିଡ଼, ସେ ଦୋକାନଟାର ବହୁତ ନାଁ, ସେଠି ସବୁ ମେଡ଼ିସିନ ମିଳେ। ତଥାପି ଛୋଟ ଦୋକାନଟା କାହିଁକି ତା ଦୋକାନ ପାଖରେ ଆସିକି ଖୋଲିଲା?
ସେ ଜାଣିଛି ଯେ କି ସେଠିକି ସବୁ ତ ଯିବେ, ମୋ ପାଖକୁ ତ କେହି ଆସିବେନି। ତଥାପି ସେ ଛୁଆଟି କାହିଁକି ଦୋକାନ ଖୋଲିଛି ମୋତେ କହିଲୁ? ସେଇଠୁ ସିଏ ଅନେଇଲା 2 ଜଣଙ୍କୁ, କହିଲା କାହିଁକି? ମୁଁ କହିଲି ଦେଖ ବାବା, ସବୁଠି ସାଙ୍ଗରେ ରଙ୍ଗ। ସେଠି ଯେଉଁ ଦେଖିବେ ଦୋକାନଟା ଭିଡ଼ ଅଛି, ତେଣୁ ହୁଏତ ଲୋକ ଚିଡ଼ିକି ଆସିକି ତା ଦୋକାନ ପାଖକୁ ପଳେଇ ଆସିବେ। ଆଉ ଧୀରେ ଧୀରେ ଏଇ ଦୋକାନରେ ଯଦି ସେ ମେଡ଼ିସିନଟା ମିଳିଲା, ସେଠୁ ଭିଡ଼ କମି ଯାଇକି ଏଠି ଭିଡ଼ ବେଶୀ ହେଇଯିବ। ଆଉ ଲୋକ ଯଦି ଯିଏ ଆସିଥିବ ଆଗେ ଭିଡ଼ ଜାଗାକୁ କାହିଁକି ଯିବେ, ଆଗେ ଖାଲି ଜାଗାରେ ଯିବେ। ତେଣୁ ତା ହାୱାରେ ଇଏ ବଡ଼ ହେଇଯିବ, ୟା ହାୱାରେ ସିଏ ବଡ଼ ହେଇଯିବ। ତେଣୁ ପରସ୍ପର ବଡ଼ ହେବା ପାଇଁ ପରସ୍ପର ସହିତ ସାଙ୍ଗ ହେଇକି ରହିବା ନିହାତି ଦରକାର। ସେଠୁ ମୋ ପୁଅ କହିଲା ତାନେ ସେ ବଡ଼ ଦୋକାନଟି ଧର୍ମେଶ। ମୁଁ କହିଲି ହଁ। ତାନେ ଛୋଟ ଦୋକାନଟି ମୁଁ? ନା ହଁ। ମୁଁ କହିଲି ତୋ କତିକି କୋଉ ଇନସିଡେଣ୍ଟ ଗୋଟେ ଗରାକ ଆସିଗଲା, ତୁ ସେଇଠୁ ତୁ ଯଦି ଭାବିବୁ ଯେ କି ତା ଦୋକାନ ଭଳିଆ ଯଦି ମୁଁ ଧୀରେ ଧୀରେ ମେଡ଼ିସିନ ବଢ଼େଇବି, ତାହେଲେ ସେ ଗରାକ ସବୁ ମୋ କତିକି ଆସିପାରିବେ। ସେଠୁ କହିଲେ ହଁ, ତାହେଲେ ତୋ ଗରାକ ତୋ କତିରୁ ନ ବଳେ ସେଠିକି ଯିବେ, ତେଣୁ କିଏ କାହିଁକି ଦୁଶ୍ମନ ହବ? କଥାଟାକୁ ଟିକେ ବୁଝ। ସଙ୍ଗରେ ରଙ୍ଗ। ସବୁବେଳେ ତୋଠୁ ଉପର ଲୋକ ସାଙ୍ଗରେ ସାଙ୍ଗ ହବୁ। ତୁ ଯେଉଁ ରାସ୍ତାରେ ଯାଉଛୁ ସେଥିରେ ଟପ୍ ଷ୍ଟୁଡେଣ୍ଟଙ୍କ ସାଙ୍ଗ ହବୁ, କାହିଁକିନା ତାଙ୍କଠୁ କିଛି ଶିଖିବୁ, ନା କି ତଳିଆ ଲୋକଠୁ, ହେଲା? ସେଠୁ ସେ କହିଲା ଆଚ୍ଛା ଠିକ୍ ଅଛି, ତୁମେ କ'ଣ କହିତେ ଚାହୁଁଛ ମୁଁ ବୁଝିପାରୁଛି। ସିଏ ବି ଲକ୍ଷ୍ୟ କଲେ ଯେ କି ସେ ଦୋକାନ ଭିଡ଼ ବୋଲି ଅଧେ ଲୋକ ସେଠିକି ନ ଯାଇକି ଏ ଛୋଟ ଦୋକାନଟିକୁ ଆସୁଛନ୍ତି, ଯାହାଦ୍ୱାରା କି ସେ ଯେଉଁ ମେଡ଼ିସିନ ଗୁଡ଼ାକ ନ ମିଳୁଛି ସେ ଲେଖିକି ରଖୁଛି, କହୁଛି ଯେ କି ହଁ ମୁଁ ଆଣିକି ଦେଇଦେବି। ତେଣୁ ଲୋକ ସେଇଠି ଆଉ ନ ଯାଇକି ସେଠୁ ପଳେଇ ଯାଉଛନ୍ତି। ସେଠି ବି ଲୋକ କମି କମି ଏଠି ବି ଦୋକାନରେ ଭର୍ତ୍ତି ହେଇଯାଉଛନ୍ତି, ଏଠୁ ବି ଯାଇକି ହେଠିକି ପଳାଉଛନ୍ତି। ତେଣୁ ସେ କଥାଟାକୁ ବୁଝିପାଇଲା। ଦର୍ଶକ ବନ୍ଧୁ, ସବୁବେଳେ ସତ୍ସଙ୍ଗରେ ରୁହନ୍ତୁ। ଦିନେ ନା ଦିନେ ଆପଣଙ୍କର ଉନ୍ନତି ନିଶ୍ଚିତ ହବ ହିଁ ହବ। ପୋଖରୀରେ ପାଣି ରହିଲେ ଆଡ଼ିକି ଥଣ୍ଡା। ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ।